ଲାଗିବା ପାଇଁ ଯାଉଛି ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ। 3 ମାର୍ଚ୍ଚ 2026 ମଙ୍ଗଳବାର ଦିନ ଦୋଳ ପୂର୍ଣ୍ଣିମାରେ କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ ପଡ଼ିବା ପାଇଁ ଯାଉଛି। ଅନେକଙ୍କ ମତରେ ଦ୍ୱନ୍ଦ୍ୱ ଥିବ କି ଏହି ଚନ୍ଦ୍ରଗ୍ରହଣ ପାଳନୀୟ କି ନୁହେଁ। ଏହି ଚନ୍ଦ୍ରଗ୍ରହଣ ସମ୍ପୂର୍ଣ୍ଣ ରୂପେ ପାଳନୀୟ ହେବ, କାହିଁକି ନା ଏହା ଓଡ଼ିଶା ସମେତ ପୁରା ଭାରତ ବର୍ଷରେ ଦୃଶ୍ୟମାନ ହେବ। ଏହି ଚନ୍ଦ୍ରଗ୍ରହଣରେ ହାଣ୍ଡି ଛାଡ଼ର ସମୟ, କେଉଁ ସମୟରେ ଚନ୍ଦ୍ରଗ୍ରହଣ ସ୍ପର୍ଶ ହେବ, ମୋକ୍ଷ ପ୍ରାପ୍ତିର ସମୟ କେତେବେଳେ ରହିଛି ଏବଂ ଓଡ଼ିଶାରେ କେଉଁ ସମୟରେ ଦୃଶ୍ୟମାନ ହେବ ଚନ୍ଦ୍ରଗ୍ରହଣ, ସୂତକ ସମୟ ବା ପାକ ନିଷେଧର ସମୟ କେତେବେଳୁ ଆରମ୍ଭ କରାଯିବ, ଏଥିପ୍ରତି କେଉଁ କାର୍ଯ୍ୟ କରିବା ଶୁଭ ଅଟେ ଏବଂ କେଉଁ ସବୁ କାର୍ଯ୍ୟ କରିବା ଅଶୁଭ ଅଟେ, ଗର୍ଭବତୀ ମହିଳାମାନେ କିପରି ସାବଧାନ ରହିବା ଉଚିତ ଏବଂ ହୋଲି ପର୍ବ କେମିତି ପାଳନ କରାଯିବ ଏବଂ କେଉଁ ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଏହି ଚନ୍ଦ୍ରଗ୍ରହଣର ଶୁଭ ପ୍ରଭାବ ପଡ଼ିବା ପାଇଁ ଯାଉଅଛି ଏବଂ କେଉଁ ରାଶିର ବ୍ୟକ୍ତିବିଶେଷମାନଙ୍କ ଉପରେ ଚନ୍ଦ୍ରଗ୍ରହଣର ଅଶୁଭ ପ୍ରଭାବ ପଡ଼ିବ, ସେ ସମ୍ପର୍କରେ ଜାଣିବା। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଥରେ ଦେଖିବାକୁ ଆପଣମାନଙ୍କୁ ଅନୁରୋଧ। ଭିଡ଼ିଓରେ ଆପଣ ଯଦି ନୂଆ ଅଛନ୍ତି ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିଦିଅନ୍ତୁ। ଆପଣ ଭିଡ଼ିଓକୁ ସ୍କିପ୍ ନକରି ମୂଳରୁ ଶେଷ ପର୍ଯ୍ୟନ୍ତ ଥରେ ନିଶ୍ଚିତ ଦେଖନ୍ତୁ। ଆପଣ ଏହି ଭିଡ଼ିଓରେ ସମ୍ପୂର୍ଣ୍ଣ ତଥ୍ୟ ପାଇପାରିବେ ଚନ୍ଦ୍ରଗ୍ରହଣ ସମ୍ପର୍କରେ, ଗ୍ରହଣ ସ୍ପର୍ଶ ସମୟ ଏବଂ ମୁଖ୍ୟ ସମୟ, ହାଣ୍ଡି ଛାଡ଼ ସମୟ ସବୁକିଛି ଆମେ ବିସ୍ତାର ଭାବରେ ଏହି ଭିଡ଼ିଓରେ ଆପଣଙ୍କୁ ଜଣାଇଦେବୁ। ଦେଖନ୍ତୁ, 3 ମାର୍ଚ୍ଚ 2026 ଫାଲ୍ଗୁନ ମାସ କୃଷ୍ଣ ପକ୍ଷ ପୂର୍ଣ୍ଣିମା ତିଥି ମଙ୍ଗଳବାର ଦିନ ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ। ଗ୍ରହଣ ହେଉ ଅବା ପରାଗ ହେଉ, ଏହାର ପ୍ରଭାବ ଜୀବଜଗତ ଉପରେ ପଡ଼ିଥାଏ, ରାଶି ନକ୍ଷତ୍ର ଉପରେ ପଡ଼ିଥାଏ, ସମ୍ପୂର୍ଣ୍ଣ ପୃଥିବୀ ଉପରେ ପଡ଼ିଥାଏ। ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ସମ୍ପୂର୍ଣ୍ଣ ଭାରତରେ ଦୃଶ୍ୟମାନ ହେବା ସହିତ ସମ୍ପୂର୍ଣ୍ଣ ଓଡ଼ିଶାରେ ମଧ୍ୟ ଦୃଶ୍ୟମାନ ହେବ ଏବଂ ଏହି ଗ୍ରହଣରେ ହାଣ୍ଡି ଛାଡ଼ ବା ପାକ ନିଷେଧ କରାଯିବ। ସାଧାରଣତଃ ଚନ୍ଦ୍ରଗ୍ରହଣ ଲାଗିବାର 9 ଘଣ୍ଟା ପୂର୍ବରୁ ପାକ ନିଷେଧ କରାଯାଇଥାଏ। ଏହି ସମୟକୁ ଆମେ ସୂତକ ସମୟ ମଧ୍ୟ କହିଥାଉ, ହାଣ୍ଡି ଛାଡ଼ର ସମୟ ବି କହିଥାଉ ଆମେ। ଦେଖନ୍ତୁ, ଯେହେତୁ ଏହା ଚନ୍ଦ୍ରଗ୍ରହଣ ସେଥିପାଇଁ 9 ଘଣ୍ଟା ପୂର୍ବରୁ ହାଣ୍ଡି ଛାଡ଼ ବା ପାକ ନିଷେଧ କରାଯିବ। ତେବେ ଏହି ଚନ୍ଦ୍ରଗ୍ରହଣର ପାକ ନିଷେଧ ସମୟ ହେଉଛି 3 ମାର୍ଚ୍ଚ 2026 ମଙ୍ଗଳବାର ପ୍ରାପ୍ତ 6:20 ଶେଷ ହେବ। ସନ୍ଧ୍ୟା 6:47 ପର୍ଯ୍ୟନ୍ତ ରହିବ। 3 ମାର୍ଚ୍ଚ ମଙ୍ଗଳବାର ପ୍ରାୟ 6:20 ପାକ ନିଷେଧ କରାଯିବ ଏବଂ ସେହିଦିନ ସନ୍ଧ୍ୟା 6:47 ପର୍ଯ୍ୟନ୍ତ ପାକ ନିଷେଧ କରାଯିବ। ଏହି ସମୟ ମଧ୍ୟରେ ଆପଣ ସମ୍ପୂର୍ଣ୍ଣ ରୂପେ ଭୋଜନ, ଦେବନୀତି ଏବଂ ରୋଷେଇ ବାରଣ କରାଯାଇଛି। ଏହି ଦିନ 6:20 ପୂର୍ବରୁ ଖାଇବା କାମ ସାରିଦେବା ଉଚିତ ଏବଂ ଦେବନୀତି ଆପଣ ସାରିଦେବା ମଧ୍ୟ ଉଚିତ। 6:20 ପରେ ଦେବନୀତି ବନ୍ଦ ରହିବ। ଅନ୍ନ ଭୋଜନ କରିବେ ନାହିଁ ଆପଣ, ଯେହେତୁ ଆମେ ସନାତନୀ ଗ୍ରହଣର ସପ୍ତମ ନୀତି ନିୟମକୁ ପାଳନ କରିବା ଆମର କର୍ତ୍ତବ୍ୟ ଅଟେ। ଗ୍ରହଣର ସୂତକ କାଳ ନ ସରିବା ପର୍ଯ୍ୟନ୍ତ ଆପଣ କୌଣସି ଶୁଭ କାର୍ଯ୍ୟ କରିବେ ନାହିଁ, ଏହା ବହୁତ ଅଶୁଭ ହୋଇଥାଏ। ଦେଖନ୍ତୁ, ଏହି ସୂତକ କାଳ ଶିଶୁ, ରୋଗୀ, ବୃଦ୍ଧ ଲୋକମାନଙ୍କ ପାଇଁ ପାଳନୀୟ ନୁହେଁ। ଗ୍ରହଣ ଲାଗିବାର ସମୟ ହେଉଛି 3 ମାର୍ଚ୍ଚ 2026 ମଙ୍ଗଳବାର ଦିନ 3:20 ଆରମ୍ଭ ଏବଂ 6:47 ଗ୍ରହଣ ସମାପ୍ତ ହେବ, ମୋକ୍ଷ ପ୍ରାପ୍ତି ହେବ। ଏହି ବିରଳ ଚନ୍ଦ୍ରଗ୍ରହଣ ମହାକାଶରେ ପ୍ରାୟ 3 ଘଣ୍ଟା 27 ମିନିଟ୍ 7 ସେକେଣ୍ଡ ପର୍ଯ୍ୟନ୍ତ ସଂଗଠିତ ରହିବ। ଏହି 3 ଘଣ୍ଟା 27 ମିନିଟ୍ ଚନ୍ଦ୍ରଗ୍ରହଣ ସମୟରେ ବିଶେଷ ଭାବରେ ଗର୍ଭବତୀମାନେ ବାହାରକୁ ବାହାରିବା ନିଷେଧ ଅଟେ। ଗ୍ରହଣ ଦର୍ଶନ ଏମାନଙ୍କ ପାଇଁ ମନା। ଗର୍ଭବତୀ ମହିଳା ଗ୍ରହଣ ସମୟରେ ଗୋଟିଏ ନଡ଼ିଆକୁ କୋଳରେ ଧରି ଶୋଇଲେ ଗର୍ଭଜନିତ କଷ୍ଟ ଦୂର ମଧ୍ୟ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଚନ୍ଦ୍ରଗ୍ରହଣ ପ୍ରଭାବରୁ ଗ୍ରହ ଏବଂ ନକ୍ଷତ୍ରମାନଙ୍କର ସ୍ଥାନରେ ବଡ଼ ପରିବର୍ତ୍ତନ ହେବା ପାଇଁ ଯାଉଅଛି। ଯେହେତୁ ଏହା କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ ଲାଗିବା ପାଇଁ ଯାଉଛି, ଏହାର ସିଧା ପ୍ରଭାବ ରାଶିଚକ୍ରରେ ଥିବା 12 ଗୋଟି ରାଶିମାନଙ୍କ ଉପରେ
ମଧ୍ୟ ପଡ଼ିବ ଏବଂ ଗ୍ରହମାନଙ୍କର ଚଳନ କାରଣରୁ କିଛି ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ଏହି ଗ୍ରହଣର ଅଶୁଭ ପ୍ରଭାବ ପଡ଼ୁଥିବା ବେଳେ ଆଉ କିଛିର ରାଶି ବ୍ୟକ୍ତିବିଶେଷମାନଙ୍କ ଉପରେ ଏହାର ଶୁଭ ପ୍ରଭାବ ମଧ୍ୟ ରହିବ। ତେବେ ରାଶିଚକ୍ରରେ ଥିବା 12 ଗୋଟି ରାଶି ମଧ୍ୟରୁ କେବଳ 8 ଗୋଟି ରାଶିଙ୍କ ଉପରେ ଏହି ଚନ୍ଦ୍ରଗ୍ରହଣର ଶୁଭ ପ୍ରଭାବ ପଡ଼ିବା ପାଇଁ ଯାଉଛି। ଏମାନଙ୍କ ପାଇଁ ଚନ୍ଦ୍ରଗ୍ରହଣ ଦେଖିବା ଅତ୍ୟନ୍ତ ଶୁଭ ଅଟେ। ଏହି ରାଶିମାନେ ହେଉଛନ୍ତି, ପ୍ରଥମେ ରାଶିଟି ହେଉଛି ମେଷ ରାଶି, ମିଥୁନ ରାଶି, କର୍କଟ ରାଶି, ସିଂହ ରାଶି, ତୁଳା ରାଶି, ବିଛା ରାଶି, ଧନୁ ରାଶି, ମକର ରାଶି ଏବଂ ମୀନ ରାଶି। ଏହି ରାଶିମାନଙ୍କ ପାଇଁ ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଅତ୍ୟନ୍ତ ଶୁଭ ଅଟେ। ଏହି ରାଶିର ବ୍ୟକ୍ତିବିଶେଷମାନେ ଚନ୍ଦ୍ରଗ୍ରହଣ ଦେଖିବା ଅତ୍ୟନ୍ତ ଶୁଭ ଫଳ ବୋଲି ବିବେଚନା କରାଯାଏ ଏବଂ ଆଉ 3 ଗୋଟି ରାଶିମାନଙ୍କ ପାଇଁ ଏହି ଗ୍ରହଣ ଅଶୁଭ ଫଳ ପ୍ରଦାନ କରିବ। ଏମାନଙ୍କ ଗ୍ରହଣ ଦେଖିବା ମନା। ଏହି 3 ଗୋଟି ରାଶି ଗ୍ରହଣ ସମୟରେ ଭଗବାନ ଶିବଙ୍କର ଆରାଧନା କରନ୍ତୁ ଏବଂ ମହାମୃତ୍ୟୁଞ୍ଜୟ ପାଠ କରନ୍ତୁ। ଗର୍ଭବତୀ ମହିଳା ଗ୍ରହଣ ସମୟରେ କଟାକଟି ସିଲେଇ କରନ୍ତୁ ନାହିଁ। ଆଦୌ ବି ଏହା ବହୁତ ନକାରାତ୍ମକ ହୋଇଥାଏ, ନଚେତ୍ ଏହାର ସିଧା ପ୍ରଭାବ ଆପଣଙ୍କ ଗର୍ଭସ୍ଥ ଶିଶୁ ଉପରେ ମଧ୍ୟ ପଡ଼ିଥାଏ। ଏଥିସହିତ ଗ୍ରହଣ ସମୟରେ ଗର୍ଭବତୀ ମହିଳାମାନେ କେବେ ହେଲେ କଳା ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଁ ଏବଂ ବାହାରକୁ ଆପଣ ବାହାରନ୍ତୁ ନାହିଁ। କବାଟ ଝରକା ବନ୍ଦ କରି ରୁହନ୍ତୁ। ଚନ୍ଦ୍ରଗ୍ରହଣ ସମୟରେ ଯଦି ଚନ୍ଦ୍ରଙ୍କର ଛାୟା କୌଣସି ଗର୍ଭବତୀ ମହିଳାଙ୍କ ଉପରେ ପଡ଼େ, ତେବେ ତାଙ୍କ ଗର୍ଭସ୍ଥ ଶିଶୁ ଶାରୀରିକ ଦୋଷ ରହିଥାଏ। ତେଣୁ ଗର୍ଭବତୀ ମହିଳାମାନେ ଏହି ସମୟରେ ସତର୍କ ରୁହନ୍ତୁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ସମୟ ସୀମା ମଧ୍ୟରେ କେତେକ କାର୍ଯ୍ୟ କରିବା ଆଦୌ ବି ଉଚିତ। ପ୍ରଥମ କାର୍ଯ୍ୟ ହେଉଛି ଖାଦ୍ୟ ତିଆରି କରନ୍ତୁ ନାହିଁ। ଏହି ସମୟରେ ଯେତେବେଳେ ଚନ୍ଦ୍ରଗ୍ରହଣ ଲାଗୁଛି, ଆପଣ ଖାଦ୍ୟ ତିଆରି କରନ୍ତୁ ନାହିଁ। ଚନ୍ଦ୍ରଗ୍ରହଣ ସମୟରେ ରନ୍ଧା ହୋଇଥିବା ଖାଦ୍ୟ ବିଷ ସଦୃଶ ହୋଇଥାଏ। ଚନ୍ଦ୍ରଗ୍ରହଣରେ ଖାଦ୍ୟ ଗ୍ରହଣ ମଧ୍ୟ କରନ୍ତୁ ନାହିଁ। ଏହି ସମୟରେ ରନ୍ଧାଯାଇଥିବା ଖାଦ୍ୟ ଖାଇଲେ ଆମ ଶରୀର ଉପରେ କୁପ୍ରଭାବ ପଡ଼ିଥାଏ। ଚନ୍ଦ୍ରଗ୍ରହଣ ସମୟରେ କୌଣସି ଶୁଭ କାର୍ଯ୍ୟ ଆପଣ କରନ୍ତୁ ନାହିଁ। ଚନ୍ଦ୍ରଗ୍ରହଣ ସମୟରେ କେବେ ବି ଦେବୀ ଦେବତା ଆପଣ ପୂଜା କରନ୍ତୁ ନାହିଁ। ଏସହିତ କିଛି କାର୍ଯ୍ୟ ମଧ୍ୟ ରହିଛି ଯାହାକୁ ଗ୍ରହଣ ସମୟରେ କଲେ ଅତ୍ୟନ୍ତ ଶୁଭ ହୋଇଥାଏ। ତେବେ କ'ଣ ସେ କାମ ଜାଣିବା। ଦେଖନ୍ତୁ, ଚନ୍ଦ୍ରଗ୍ରହଣ ସମୟରେ ଅନ୍ନଦାନକୁ ଶୁଭ ମନାଯାଏ। ଏହି ସମୟରେ ଅନ୍ନଦାନ କଲେ ଶରୀରରେ ରୋଗ ନାଶ ହୋଇଥାଏ। ଗ୍ରହଣ ସମାପ୍ତି ହେବା ପରେ ସ୍ନାନ କରିବା ଓ ପିନ୍ଧିଥିବା ବସ୍ତ୍ରକୁ ଧୋଇବା ଉଚିତ। ଘରେ ଗଙ୍ଗା ଜଳ ଆପଣ ସିଞ୍ଚନ କରନ୍ତୁ। ଏହାପରେ ରୋଷେଇ କରି କୌଣସି ଦରିଦ୍ର ଲୋକଙ୍କୁ କିଛି ଅର୍ଥ ସହ ଅନ୍ନଦାନ କରନ୍ତୁ। ଏହାଦ୍ୱାରା ଆପଣଙ୍କର ମଙ୍ଗଳ ହେବ। ଚନ୍ଦ୍ରଗ୍ରହଣ ସମୟରେ ଭଗବାନଙ୍କ ନାମ ଜପ କରନ୍ତୁ। ଏହାଦ୍ୱାରା ଗ୍ରହଣର ଖରାପ ପ୍ରଭାବ ଆପଣଙ୍କ ଉପରେ ପଡ଼ିବ ନାହିଁ। ଚନ୍ଦ୍ରଗ୍ରହଣ ସମୟରେ ଶାରୀରିକ ସମ୍ପର୍କ ନିଷେଧ ଅଟେ। ଚନ୍ଦ୍ରଗ୍ରହଣ ସମୟରେ ଗଛକୁ ସ୍ପର୍ଶ କରିବା ବାରଣୀୟ ଅଟେ। ଫୁଲ ମଧ୍ୟ ତୋଳିବେ ନାହିଁ। ଚନ୍ଦ୍ରଗ୍ରହଣ ସମୟରେ କଳି ଝଗଡ଼ା ଲାଗନ୍ତୁ ନାହିଁ। ଖରାପ ଭାଷା ପ୍ରୟୋଗ କରନ୍ତୁ ନାହିଁ।